ପାଇଁ ଆମେ ଆନନ୍ଦ କଲୁ, ଉଲ୍ଲାସ ମନେଇଲୁ, ବଡଦିନ ପର୍ବ ଧୁମଧାମ ରେ ପାଳନ କଲୁ। ଆମେ ଅନ୍ୟମାନଙ୍କ ଦିକେ ଉପେକ୍ଷା କରୁଥିଲୁ, ଏମାନେ ସବୁ ଗଲେ ଗଲେ 7 ପାଞ୍ଜିରେ ଯିବେ, ଆମେ ବି 8 ପାଞ୍ଜିରେ ଯାଇଥାନ୍ତୁ। କିନ୍ତୁ ସେମାନେ ଉପେକ୍ଷିତ ହେବା ଦ୍ୱାରା ଆମେ ଗ୍ରହଣୀୟ ହେଇପାରିଛୁ। ଏଇଟା ପ୍ରଥମ ସେ ମନେ ରଖିବା। ଆମେ ରକ୍ଷା ପ୍ରାପ୍ତ ହେଇଛୁ କେହି ଜଣେ ବିଫଳ ହେବା ଦ୍ୱାରା। ପ୍ରଭୁ କଣ କଲେ? ଆମମାନଙ୍କୁ ମନୋନୀତ କଲେ, ଆମମାନଙ୍କୁ ସୁଯୋଗ ଦେଲେ। ଆଉ ଦ୍ୱିତୀୟ ବିଷୟ ଯଦି ଦେଖିବେ, ରୋମିଓ ତାର 11 ପର୍ବ 6 ଆଉ 7, ରୋମିଓ 11 6 ଆଉ 7। କିନ୍ତୁ ଯଦି ତାହା ଅନୁଗ୍ରହରେ ହୁଏ, ତେବେ ତାହା ଆଉ କ୍ରିୟାକ୍ରମ ହେତୁ ହୁଏ ନାହିଁ। ନହେଲେ ଅନୁଗ୍ରହ ଆଉ ଅନୁଗ୍ରହ ନୁହେଁ। ତେବେ କ'ଣ? ଇସ୍ରାଏଲ ଯାହା ଖୋଜୁଅଛି ତାହା ପାଇନାହିଁ, କିନ୍ତୁ ନିର୍ବାଚିତ ମାନେ ତାହା ପାଇଅଛନ୍ତି, ଆଉ ଅବଶିଷ୍ଟ ମାନେ ଜଡ଼ କରାଗଲେ। ଆମେ କଣ ହେଇଛୁ? ଅନୁଗ୍ରହ ଦ୍ୱାରା ଆମମାନେ ପରିତ୍ରାଣ ପାଇଲୁ। ଏଇଟା ଆମର କ୍ରିୟାକର୍ମରେ ହେଇନାହିଁ। ଆମମାନଙ୍କୁ ପରିତ୍ରାଣ କିଏ ଦେଲେ? ଆପଣ 30 ଆଉ 30 ପଦ ପଢନ୍ତୁ। ଯେଣୁ ତୁମ୍ଭେମାନେ ଯେପରି ପୂର୍ବେ ଈଶ୍ୱରଙ୍କ ଅନାଜ୍ଞାବହ ଥିଲ, କିନ୍ତୁ ଏବେ ସେମାନଙ୍କ ଅନାଜ୍ଞାବହତା ଦ୍ୱାରା ଦୟାପ୍ରାପ୍ତ ହୋଇଅଛ, ସେହିପରି ଏମାନେ ମଧ୍ୟ ଏବେ ଅନାଜ୍ଞାବହ ହୋଇଅଛନ୍ତି, ଯେପରି ତୁମ୍ଭମାନଙ୍କ ପ୍ରତି ପ୍ରକାଶିତ ଦୟା ଦ୍ୱାରା ଏମାନେ ସୁଦ୍ଧା ଏବେ ଦୟାପ୍ରାପ୍ତ ହୁଅନ୍ତି। 32 ପଦ ମଧ୍ୟ ପଢିଦିଅନ୍ତୁ। କାରଣ ସମସ୍ତଙ୍କୁ ଦୟା କରିବା ନିମନ୍ତେ ଈଶ୍ୱର ସମସ୍ତଙ୍କୁ ଅନାଜ୍ଞାବହତାରେ ସମର୍ପଣ କରିଅଛନ୍ତି। ବାସ୍ ବାସ୍, ଏଇଟା ଆମେ ଦେଖୁଛୁ କଣ? ଆମେ କେମିତି ରକ୍ଷା ପ୍ରାପ୍ତ ହେଲୁ? ପ୍ରଥମ କଥା, ଅନ୍ୟମାନଙ୍କର ବିଫଳତା ଦ୍ୱାରା ଆମେ ରକ୍ଷା ପ୍ରାପ୍ତ ହେଲୁ। ଦ୍ୱିତୀୟ ବିଷୟ, ଆମେ କେମିତି ରକ୍ଷା ପ୍ରାପ୍ତ ହେଲୁ? ପ୍ରଭୁଙ୍କର ଦୟା ଆଉ ଅନୁଗ୍ରହ ଦ୍ୱାରା ଆମେ କଣ ହେଲୁ? ରକ୍ଷା ପ୍ରାପ୍ତ ହେଲୁ। ଏଇଟା ତାଙ୍କର ଅନୁଗ୍ରହ ଆମ ପ୍ରତି। ସେମାନେ ଅନାଜ୍ଞାବହ ହେଲେ ଆଉ ପ୍ରଭୁ ଆମକୁ ଦୟା କଲେ। ତ ଏଇଠି ଆପଣଙ୍କର ମୋର କୌଣସି ଉତ୍ତମତା ନାହିଁ, କେବଳ ପ୍ରଭୁଙ୍କର ଉତ୍ତମତା, ପ୍ରଭୁଙ୍କର ଦୟା ହେତୁ ଆମେ କଣ ହେଲୁ? ରକ୍ଷା ପ୍ରାପ୍ତ। ପ୍ରିୟ ଭାଇ ଭଉଣୀ ମାନେ, ଆଜି ଆମେ ଯୋଉ ପରିତ୍ରାଣ ପାଇଛୁ, ଏ ଜଗତରେ ତାର ମୂଲ୍ୟ କିଛି ନାହିଁ, କିନ୍ତୁ ଅନନ୍ତ କାଳରେ ତାର ମୂଲ୍ୟ ବହୁତ ଅଛି। ଆମର ପ୍ରାର୍ଥନା ଜୀବନ, ଆମର ପବିତ୍ର ଜୀବନ, ଆମର ସାକ୍ଷ୍ୟମୟ ଜୀବନ, ଆମର ନିଃସ୍ୱାର୍ଥପର ଜୀବନ, ଆମର ତ୍ୟାଗପୂର୍ଣ୍ଣ ଜୀବନ, ଏ ସବୁର ଏ ଜଗତରେ କିଛି ଭ୍ୟାଲ୍ୟୁ ନାହିଁ। ଭ୍ୟାଲ୍ୟୁ କୋଉଠି ଅଛି? ଅନନ୍ତ କାଳରେ ଅଛି। ତେଣୁ ଲୋକମାନେ କହୁଛନ୍ତି, ଆଗ କଣ ମିଳିଲା ଏଇ ଯୀଶୁ ଯୀଶୁ ହଉଛନ୍ତି? ମୋର ପ୍ରିୟ ଭାଇ ଭଉଣୀ ମାନେ, ମୁଁ କହିବା ପାଇଁ ଚାହେଁ, ଆମର ଗର୍ବର କାରଣ କଣ? ଆମେ ଅନ୍ୟମାନେ ବିଫଳ ହେବା ଦ୍ୱାରା ପ୍ରଭୁ ଆମକୁ ଅନୁଗ୍ରହ କଲେ, ସେମାନେ ଯୀଶୁଙ୍କ ଉପେକ୍ଷା କଲେ, ପ୍ରଭୁ ଆମକୁ ଗ୍ରହଣ କଲେ। ଏଇଠି ଆମେ ଅନୁଗ୍ରହରେ ଆମେ ପରିତ୍ରାଣ ପାଇଛୁ। ଆମର କୌଣସି କ୍ରିୟାକର୍ମ ଏଠି କାମ ଦେଇ, ଆମେ କୌଣସି ଉତ୍ତମ କର୍ମ କରିକି ଆମେ ପରିତ୍ରାଣ ପାଇ ନାହୁଁ। ଏଇଟା କେବଳ ସମ୍ପୂର୍ଣ୍ଣ ତାଙ୍କର ଅନୁଗ୍ରହ। ଏଫିସିୟ ତାର 2 ପର୍ବ 8 ଆଉ 9, ଏଫିସିୟ 2 ପର୍ବ 8 ପଦ ଆଉ 9 ପଦ। କାରଣ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ, ତାହା ତୁମମାନଙ୍କ ନିଜଠାରୁ ହୋଇନାହିଁ, ତାହା ଈଶ୍ୱରଙ୍କ ଦାନ, କ୍ରିୟା କର୍ମରୁ ନୁହେଁ, ଯେପରି କେହି ଦର୍ପ ନ କରେ। ଏଠି କଣ ଲେଖା ଅଛି? କ୍ରିୟା କର୍ମରେ ନୁହେଁ, ଏଟା ହଉଛି ଈଶ୍ୱରଙ୍କର ଦାନ। କଣ ଅଟେ? ଈଶ୍ୱରଙ୍କର ଦାନ ଅଟେ। ଏଟା ଈଶ୍ୱରଙ୍କର ଦାନ ଅଟେ। ଆମର କ୍ରିୟାକର୍ମରୁ ଆମେ ପରିତ୍ରାଣ ପାଇନାହୁଁ। ଆମ ଦେଶରେ କଣ ଲୋକମାନଙ୍କୁ କୁହାଯାଉଛି, ତମେ କିଛି କର୍ମ କର, କିଛି ପୁଣ୍ୟ କର୍ମ କର, କିଛି ଦାନ ଧର୍ମ କର, କିଛି ତ୍ୟାଗ କର, କିଛି ତପସ୍ୟା କର। ମାନେ ଏଇ ଯୋଉ ପୁରୋହିତ ମାନେ ମନ୍ଦିରରେ ଥାନ୍ତି, ସେମାନେ କିଛି କରିବା ଦରକାର ନାହିଁ, ଖାଲି ଆମେ ଏକା କରିବାର ଅଛି। ପୁଣ୍ୟ କାମ, ଦାନ ଧର୍ମ, ତ୍ୟାଗ ତପସ୍ୟା ସେମାନେ ଖାଲି ନେଉଥିବେ। ଆମେ ସବୁ ଦାତା, ସେମାନେ ସବୁ ନେତା, ସବୁ ନେବେ। ସେମାନେ କେମିତି ପରିତ୍ରାଣ ପାଇବେ? ଆମ ଦେଶର ଲୋକମାନଙ୍କୁ ବୋକା ବନା ଯାଉଛି। କଣ? ତୁମେ ଦାନ କର, ତୁମେ ତୀର୍ଥ କର, ତୁମେ ପୁଣ୍ୟ କର, ତୁମେ କିଛି ଗୋଟେ କର, ତେବେ ତୁମେ ମୁକ୍ତି ପାଇପାରିବ। ମୁକ୍ତି ସେମିତି ଯଦି ମିଳିଥାନ୍ତା, ଯୀଶୁଙ୍କର ଆସିବାର ଆବଶ୍ୟକ ନଥାନ୍ତା। ସୃଷ୍ଟିକର୍ତ୍ତା ଗୋଟେ ମାନବ ଦେହ ଧାରଣ କରି ଜଗତକୁ ଆସିବାର ଦରକାର ନଥିଲା, କାରଣ ଲୋକମାନେ ଦାନ ଧର୍ମ ତ୍ୟାଗ ତପସ୍ୟା କରି ସ୍ୱର୍ଗକୁ ପଳେଇଥାନ୍ତି, ମୁକ୍ତି ପାଇଯାଇଥାନ୍ତି। ମୁକ୍ତି ସେମିତି ମିଳେନି।
କ୍ରିୟାକର୍ମରେ ନୁହେଁ, ଈଶ୍ୱରଙ୍କର ଦାନ ଅଟେ। ତେଣୁ ଆପଣ ବା ମୁଁ ବି କହିପାରିବେ ନା ଯେ ମୁଁ ଏତେ ଦାନ ଧର୍ମ କରି, ଏତେ ପୁଣ୍ୟ କରି, ଏତେ ଉତ୍ତମ କର୍ମ ଦ୍ୱାରା ମୁଁ ପରିତ୍ରାଣ ପାଇଛି। ଆମର ଧର୍ମ କର୍ମ କଣ ବୋଲି ଲେଖା ଅଛି? ଅଶୁଚି ବସ୍ତ୍ର ତୁଲ୍ୟ, ଗୋଟେ ମହିଳା କପଡା ପରି ଆମର କୋଉ ଧର୍ମ କର୍ମ ଆମେ ପ୍ରଭୁଙ୍କୁ ଦେଖାଇ ପାରିବୁ? ତାଙ୍କର ଅସୀମ ଅନୁଗ୍ରହରେ ଆମେ ରକ୍ଷା ପ୍ରାପ୍ତ ହେଇଛୁ। ଏଇଟା ଆମେ ମନେ ରଖିବା କଥା। ଯେତେବେଳେ ଆମେ ଜଣେ ପାପୀକୁ ଦେଖୁଛୁ, ଜଣେ ଦୁଷ୍ଟ, ଜଣେ ଭ୍ରଷ୍ଟ ଲୋକ ଦେଖୁଛୁ, ମୁଁ ବି ଦିନେ ସେମିତିକା ଥିଲି। ଜଣେ ପ୍ରଭୁଙ୍କ ଦାସ ଥରେ ଗୋଟେ ମଦୁଆ ଲୋକଟା ଯାଉଥିଲେ, ଗୋଟେ ଦୁରାଚାରୀ ଲୋକ ଯାଉଥିଲେ। ସେ କଣ କହୁଛନ୍ତି? ଏଇଟା ସେଇଟା ମୁଁ ହିଁ ଯାଉଛି ବୋଲି କହୁଛନ୍ତି। ମୁଁ ସେଇଟା ମୁଁ ଯାଉଛି। ମୁଁ ବି ଦିନେ ସେମିତି ଏକା ଥିଲି। ତାଙ୍କର ଅସୀମ ଦୟା ଆମେ ରକ୍ଷା ପ୍ରାପ୍ତ ହେଇଛୁ। ଯଦି ଆମେ କୌଣସି ଅଶୁଚି କର୍ମ କରିବା ଲୋକ, ପାପ କରିବା ଲୋକ ଦେଖୁଛୁ, ଆମେ ନିଜକୁ ବହୁତ ସୁପର ମନେ କରୁଛୁ। ନାଇଁ, ଆମେ ବି ସେମିତିକା ଥିଲୁ। ତାଙ୍କର ଅସୀମ ଅନୁଗ୍ରହରେ ଆମେ ରକ୍ଷା ପ୍ରାପ୍ତ ହେଇଛୁ। ଆମେ ପ୍ରାର୍ଥନା କରିବା, ପ୍ରଭୁ ତା ପ୍ରତି ମଧ୍ୟ ସେ ଦୟା ହଉ। ଆପଣ ଯୋଉ ଦୟା ମତେ କଲେ, ସେ ଦୟା ତାଙ୍କୁ ବି କଲେ। ଯଦି ଅନେକ ଦୋକାନ ଖୋଲିଲେ କଣ କହନ୍ତି? ଆଜି ମୋର ଭଲ ବ୍ୟବସାୟ ହଉ। ଭାଇ କଣ କରିବା କଥା? ପ୍ରଭୁ ଆଜି ଜଣକ ହେଲେ ତମର କଥା ମୁଁ କହିବାର ଅଛି। ଆଜି ମୋର ଦୋକାନରୁ ଜଣେ ଲୋକ ରକ୍ଷା ପ୍ରାପ୍ତ ହେବାର ଅଛି। ମୁଁ କେତେ ପଇସା ପ୍ରାପ୍ତ ହେବା ଅଛି ବଡ କଥା ନୁହଁ। ଦୋକାନ ନ ଚାଲିଲେ ବି ବଞ୍ଚି ପାରିବି। ଦୋକାନ ଅଛି ବୋଲି ଆମେ ବଞ୍ଚୁନୁ। ଭାଇଙ୍କର ତ ଦୋକାନ ବି ଅଛି, ଆମର ତ ଦୋକାନ ବି ନାହିଁ। ଆମେ ବଞ୍ଚୁଛୁ ନା ନାହିଁ? ତ ଦୋକାନର ବ୍ୟବସାୟ ଉଣା ଅଧିକ ହେଇପାରେ, ଫରକ କିଛି ନାହିଁ। ଆମ ପଇସା ବହୁତ ବଡ ବିଷୟ ନୁହେଁ। ପ୍ରଭୁ ତାର ଯତ୍ନ ନେବେ। ଏବେ ଯାଇ କଣ ଆଣିଛନ୍ତି? ଲକଡାଉନ ରେ ଏତେ ଦିନ ଆମମାନଙ୍କୁ ଯତ୍ନ ସେ ନେଲେ। କୋଉ ବିଷୟ ଉଣା କରିଛନ୍ତି? ସବୁ ବିଷୟ ଯତ୍ନ ନେଇଛନ୍ତି। ଆମମାନଙ୍କ ସମସ୍ତ ବିଷୟ ତତ୍ତ୍ୱାବଧାନ ସେ କରୁଛନ୍ତି। ତେଣୁ ଆମର ଚିନ୍ତାର ବିଷୟ ସେଗୁଡାକ ନ ହୁଏ। ଆମର ଚିନ୍ତାର ବିଷୟ ଅନ୍ୟମାନେ ବି କେମିତି ରକ୍ଷା ପ୍ରାପ୍ତ ହେଇପାରିବେ। ଆମର ଗର୍ବର କାରଣ କିଛି ନାହିଁ। ପ୍ରିୟ ଭାଇ, ଯଦି ଆପଣ ଦେଖିବେ ରୋମିଓ ତାର 11 ପୂର୍ବ 20 ପଦ ଆଉ 23 ପଦ। ରୋମିଓ 11, 20 ଆଉ 23। ଭଲ କଥା। ସେମାନଙ୍କର ଅବିଶ୍ୱାସ ହେତୁ ସେମାନେ ଉଚ୍ଛିନ୍ନ ହେଲେ, ଆଉ ବିଶ୍ୱାସ ହେତୁ ତୁମ୍ଭେ ସ୍ଥାନ ପ୍ରାପ୍ତ ହୋଇଅଛ। ଗର୍ବିତ ମନା ହୁଅ ନାହିଁ, କିନ୍ତୁ ଭୟ କର। ଆଉ ସେମାନେ ଯଦି ଅବିଶ୍ୱାସରେ ନ ରୁହନ୍ତି, ତେବେ ସେମାନେ ମଧ୍ୟ କଲମ କରାଯିବେ, କାରଣ ସେମାନଙ୍କୁ ଆଉ ଥରେ କଲମ କରିବା ନିମନ୍ତେ ଈଶ୍ୱର ସମର୍ଥ ଅଟନ୍ତି। ତୃତୀୟ ବିଷୟ, ପ୍ରଥମ ବିଷୟ ମୁଁ କହୁଥିଲି, ଅନ୍ୟମାନଙ୍କ ବିଫଳତା ଦ୍ୱାରା ଆମମାନେ ରକ୍ଷା ପ୍ରାପ୍ତ ହେଲୁ। ଈଶ୍ୱରଙ୍କ ଅନୁଗ୍ରହ ଦୟା ଦ୍ୱାରା ଆମମାନେ ରକ୍ଷା ପ୍ରାପ୍ତ ହେଲୁ, ଆମର ଉତ୍ତମ କର୍ମ ଦ୍ୱାରା ନୁହେଁ। ଆଉ ତୃତୀୟ ବିଷୟ କଣ? ଆମେ ବିଶ୍ୱାସ ଦ୍ୱାରା ହିଁ ତାଙ୍କ କତିକି ଆସିଛୁ। ଆମେ ଆଗ ଅବିଶ୍ୱାସୀ ଥିଲୁ, କିନ୍ତୁ ଏବେ କଣ କରୁଛୁ? ପ୍ରଭୁଙ୍କୁ ବିଶ୍ୱାସ କରୁଛୁ। ସେମାନେ ଅବିଶ୍ୱାସ କଲେ, କଟା ଗଲେ, କିନ୍ତୁ ଯଦି ପୁଣି ସେମାନେ ବିଶ୍ୱାସ କରନ୍ତି, ପୁଣି ପ୍ରଭୁ ସେମାନଙ୍କୁ କଲମୀ କରିବା ସାମର୍ଥ୍ୟ ପ୍ରଭୁଙ୍କର ଅଛି। ତ ଏଠି ଗର୍ବ କରିବାର କଣ ଅଛି? ବିଶ୍ୱାସ କଲୁ, ବିଶ୍ୱାସ ମଧ୍ୟ ପ୍ରଭୁଙ୍କର ଗୋଟେ ଦାନ ଅଟେ। ଆମେ ବିଶ୍ୱାସ କଲୁ, ପରିତ୍ରାଣ ପାଇଲୁ। ସେମାନେ ଅବିଶ୍ୱାସ କଲେ, ପରିତ୍ରାଣ ପ୍ରାପ୍ତ ହରେଇଲେ। ତ ଆଜି ମୁଁ କହିବା ପାଇଁ ଚାହେଁ, ଆମର ଆତ୍ମିକ ଜୀବନରେ ଆମର ଗର୍ବ କରିବାର କାରଣ କଣ? ଗଡ୍ ଇଜ ଗ୍ରେଟ୍। ପ୍ରଭୁ ମହାନ ଅଟନ୍ତି। ତାଙ୍କର ମହାନତା ଦ୍ୱାରା ଆମେ ରକ୍ଷା ପ୍ରାପ୍ତ ହେଇଛୁ। ସେ ଗୀତଟା ବେଳେ ବେଳେ ମୁଁ ବୋଲେ, କହ ମନ ଏକି ମହାଶ୍ଚର୍ଯ୍ୟ ନୁହଇ, ମତେ ଅନାଇଲେ ଯୀଶୁ ସୁଦୟା ବହି। ମତେ ସେ ଦୟା ବହିକି ଅନେଇଲେ। ସେ ଗୀତର ଅନ୍ୟ ପଦ ଲେଖା ଯାଉଛି, ପ୍ରେମ ପାତ୍ର ନଥିଲେ କି ସ୍ୱର୍ଗରେ କେହି। ସ୍ୱର୍ଗରେ କଣ କେହି ପ୍ରେମ ପାତ୍ର ନଥିଲେ ଯେ ପ୍ରଭୁ ମତେ ଖୋଜି ଖୋଜି ଆସିଲେ? ଆମେ ସେ ଗୀତ ବେଳେ ବେଳେ ବୋଲୁ, ମତେ ଖୋଜି ଖୋଜି ଯୀଶୁ ଅଇଲେ, ମୋ ଛାର ପାଇଁକି ସ୍ୱର୍ଗ ତିଆଗି ଅଶେଷ ଯାତନା ସହିଲେ। କେତେ ମାନେ ଭାବି ଦେଖନ୍ତୁ, ଏ ଗୀତ ରଚକ ବସି ଭାବିଥିବେ ଯେ ସତରେ ପ୍ରଭୁ କେତେ ଦୟାଳୁ ମୋ ପ୍ରତି ଅଟନ୍ତି, କେତେ ଦୟାଳୁ ଅଟନ୍ତି। ମୋର ପ୍ରିୟ ଭାଇ ଭଉଣୀ ମାନେ, ମୁଁ କହିବା ପାଇଁ ଚାହେଁ, ଆମମାନେ କଣ ଅଟୁ? କେବଳ ବିଶ୍ୱାସ ଦ୍ୱାରା ଆମେ ପ୍ରଭୁଙ୍କ କତିକି ଯାଇପାରୁଛୁ। ପ୍ରଥମ କରନ୍ତୀୟ ତାର 10 ପୂର୍ବ 11 ଆଉ 12 ପଦ। ପ୍ରଥମ କରନ୍ତୀୟ ତାର 10 ପୂର୍ବ 11 ଆଉ 12 ପଦ। ଏହି ସମସ୍ତ ଦୃଷ୍ଟାନ୍ତ ସ୍ୱରୂପେ ସେମାନଙ୍କ ପ୍ରତି ଘଟିଲା, ଆଉ ଯେଉଁମାନଙ୍କ ସମୟରେ ଯୁଗାନ୍ତ କାଳ ଉପସ୍ଥିତ ହୋଇଅଛି, ଏପରି ଯେ ଆମ୍ଭେମାନେ
ଆମମାନଙ୍କ ଚେତନା ନିମନ୍ତେ ସେଇ ସବୁ ଲେଖାଯାଇ ଅଛି। ଏଣୁ ଯେ ଆପଣଙ୍କୁ ସ୍ଥିର ବୋଲି ମନେ କରେ ସେ ଯେପରି ପତିତ ନ ହୁଏ ଏଥି ନିମନ୍ତେ ସେ ସାବଧାନ ହେଉ। ସେମାନେ ଅବିଶ୍ୱାସ କଲେ, ବାଟରେ ମଲେ। ଆମେ ବିଶ୍ୱାସ କଲୁ, ଏବେ ଯାଏ ଆସିଛୁ। ତ ଆମ ପାଇଁ କଣ କୁହାଯାଉଛି? ସ୍ଥିର ବୋଲି ମନେ କର ନାହିଁ, ଯଦି ସେମାନଙ୍କ ଭଳିଆ ଟଳମଳ ହବ ତୁମେ ବି ପତିତ ହେବ। ତେଣୁ ବିଶ୍ୱାସ ଆମକୁ କଣ କୁହାଯାଏ? ବିଶ୍ୱାସୀ। କେତେ ଦିନ ପାଇଁ ବିଶ୍ୱାସୀ? ମରିବା ପର୍ଯ୍ୟନ୍ତ ବିଶ୍ୱାସୀ। କେତେ ଦିନ ପର୍ଯ୍ୟନ୍ତ ବିଶ୍ୱାସୀ? ମରିବା ପର୍ଯ୍ୟନ୍ତ ବିଶ୍ୱାସୀ। କିନ୍ତୁ ବାଇବଲ ଗୋଟେ କଥା କୁହେ, ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଗତକୁ ଆସିବେ, ଆଗମନ କରିବେ, ସେ ସମୟରେ ସେ କଣ ଦେଖିବେ ଲେଖା ଅଛି? ସେ କଣ ବିଶ୍ୱାସ ଦେଖିବେ। ଆପଣ ଲୁକ ତାର 18 ପର୍ବ 8 ପଦ ଦେଖିଲେ ଜାଣିପାରିବେ। ଲୁକ 18 ତାର 8। ମୁଁ ତୁମମାନଙ୍କୁ କହୁଅଛି, ସେ ଶୀଘ୍ର ସେମାନଙ୍କ ପ୍ରତି କୃତ ଅନ୍ୟାୟର ପ୍ରତିକାର କରିବେ। ତଥାପି ମନୁଷ୍ୟ ପୁତ୍ର ଆସି ପୃଥିବୀରେ କଣ ବିଶ୍ୱାସ ଦେଖିବେ? ଦେଖନ୍ତୁ ଆଜି ଆମର ବିଶ୍ୱାସ କେମିତି ଭେଜାଲ ହେଇଯାଇଛି, ସୁପରଫିସିଆଲ ହେଇଯାଇଛି। ବିଶ୍ୱାସ ଏପରି ଦେଖାଇ ହଉଛୁ, କିନ୍ତୁ ପ୍ରଭୁଙ୍କ ଉପରେ ଆମର ସେଇ ବିଶ୍ୱାସ ନାହିଁ। ପ୍ରଭୁଙ୍କ ଉପରେ ଆମର ସେଇ ପ୍ରଗାଢ ବିଶ୍ୱାସ ରହିବା କଥା, ସେ ବିଶ୍ୱାସ ବି ଆମର ନାହିଁ। ତେଣୁ ଆମମାନେ ଯେଉଁମାନେ ନିଜକୁ ସ୍ଥିର ବୋଲି ମନେ କରୁଛୁ, ଆମେ ଟିକେ ସାବଧାନ ହେବା କଥା। ବାସ୍ତବରେ ମୁଁ ସ୍ଥିର ଅଛି ନା ସ୍ଥିର ଥିଲା ଭଳିଆ ଦେଖେଇ ହଉଛି? ଆମର ଗର୍ବର କାରଣ କଣ? ପ୍ରଥମ କଥା ମୁଁ କହୁଥିଲି, ଆମେ ଅନ୍ୟର ବିଫଳତା ଦ୍ୱାରା ଆମେ ଉଦ୍ଧାର ପାଇଲୁ। ଈଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ଆମେ ଉଦ୍ଧାର ପାଇଲୁ, ଆମର କୌଣସି ଉତ୍ତମତା ଦ୍ୱାରା ନୁହେଁ। ଆମେ ବିଶ୍ୱାସ ଦ୍ୱାରା ହିଁ ପ୍ରଭୁଙ୍କ ସାମ୍ନାରେ ଠିଆ ହେଇପାରୁଛୁ। ସେଇ ବିଶ୍ୱାସ ଯେଉଁ କଲେ ନାହିଁ, ଆମେ ବିଶ୍ୱାସ କଲୁ। ଆଉ ଚତୁର୍ଥ ବିଷୟ, ରୋମିଓ ତାର 11 ପର୍ବ 24 ପଦ। ରୋମିଓ 11 ପର୍ବ ତାର 24 ପଦ। କାରଣ ଯାହା ସ୍ୱଭାବତଃ ବନ୍ୟଜିତ ବୃକ୍ଷ, ଯଦି ସେଥିରୁ ତୁମ୍ଭେ କଟାଯାଇ ଅସ୍ୱାଭାବିକ ଭାବେ ଉତ୍ତମଜିତ ବୃକ୍ଷରେ କଲମ କରାଗଲ, ତେବେ ସ୍ୱାଭାବିକ ଶାଖା ଯେ ଏମାନେ କେତେ ଅଧିକ ଭାବରେ ନିଜ ଜିତ ବୃକ୍ଷରେ କଲମ କରାଯିବେ। ମାନେ କଣ ଲେଖା ଅଛି? ମାନେ କଣ ଯେ ଆମ ଠାରେ କୌଣସି ଉତ୍ତମ ବିଷୟଟା ନଥିଲା। ଆମେ କଣ? ଆମେ ବନ୍ୟଜିତ ବୃକ୍ଷ, ଜିତ ବୃକ୍ଷ, କିନ୍ତୁ କାମକୁ ନଥିବା ଜିତ ବୃକ୍ଷ। ତ କହିବା ପାଇଁ ଗଲେ ଆମ ଠାରେ କିଛି ଉତ୍ତମତା ନଥିଲା। ଆମେ କଲମୀ କରାଯିବା ଦ୍ୱାରା ସେଠୁ ଆମେ ଯୋଉ ରସ ପାଇଲୁ, ତା ଦ୍ୱାରା ଆମଠି ଉତ୍ତମ। ଆପଣ ନିଜ ବିଷୟରେ ଭାବି ଦେଖନ୍ତୁ, ଆପଣ କେତେ ଉତ୍ତମ ଅଟନ୍ତି। ଆମେ ଯଦି ଟିକେ ବି ପରିବର୍ତ୍ତନ ହେଇପାରିଛୁ, ୟା ପଛରେ କାରଣ କଣ? ୟା ପଛରେ ଗୋଟେ ମୂଳ କାରଣ, ସେ ଉତ୍ତମ ଅଟନ୍ତି। ତାଙ୍କର ଉତ୍ତମତା ଦ୍ୱାରା ମୁଁ ରକ୍ଷା ପ୍ରାପ୍ତ ହେଇଛି, ତାଙ୍କର ଉତ୍ତମ ଦ୍ୱାରା ମୁଁ କଲମୀ କରାଯାଇଛି, ଆଉ ମୁଁ ତାଙ୍କ ସହିତ ମିଶିବା ଦ୍ୱାରା ମୋର ସ୍ୱଭାବ ଟିକେ ବଦଳିଛି। ଦେଖନ୍ତୁ, ଆପଣ ଯୀଶୁଙ୍କୁ ବିଶ୍ୱାସ କଲା ପରେ ଆପଣଙ୍କ ଜୀବନ କେମିତି ବଦଳିଛି? କଥାବାର୍ତ୍ତା ବଦଳିଛି, ଚାଲିଚଳନ ବଦଳିଛି, ଆପଣ ସହି ପାରୁଛନ୍ତି। ଏତେ ଅସହ୍ୟ ଆମେ ଥିଲୁ, ମରିଯିବି। ଏବେ କାହିଁକି ମରିବି? ଯୀଶୁ ମୋ ପାଇଁ ମରିଛନ୍ତି, ମୁଁ ମରିବି ନାହିଁ। ଆମେ ବହୁତ ଟେନସନ, ବହୁତ ୱରିଡ ହେଇଯାଉଛୁ, ବହୁତ ୱରିଡ। ପ୍ରିୟ ଭାଇ ଭଉଣୀ ମାନେ, ମୋ ମା ଏବେ ଚାଲିଗଲେ, କାନ୍ଦୁଥିଲି। ମୁଁ ଥରେ ବି କାନ୍ଦି ନାହିଁ, ଏ ମା ମତେ ଛାଡି ପଳେଇଲୁ, ମତେ ବି ନେଇକି ପଳେଇବୁ। କାହିଁକି ପଳେଇବି? ସିଏ ଗଲେ, ପ୍ରଭୁଙ୍କ ପାଖକୁ ଗଲେ, ମୋ ଟାଇମରେ ମୁଁ ଯିବି। ଆମେ କଣ, ମୋର କହିବାର ଉଦ୍ଦେଶ୍ୟ, ଆମେ ଏତେ ଅଧୈର୍ଯ୍ୟ ମଧ୍ୟ ନୁହଁ। ଏଟା କେମିତି ହେଲା? ଏଟା ହେଇପାରିଲା ତାଙ୍କର ସହିତ ମିଶିବା ଦ୍ୱାରା, ପ୍ରଭୁଙ୍କ ସହିତ ଆମେ ସମ୍ମିଳିତ ହେବା ଦ୍ୱାରା। ଆମ ଠାରେ କୌଣସି ଉତ୍ତମ ବିଷୟ ବାସ କରେ ନାହିଁ। ଦେଖିବେ, ରୋମିଓ ତାର 7 ପର୍ବ 18 ପଦ। କାରଣ ମୋ ଠାରେ ଅର୍ଥାତ୍ ମୋ ଶରୀରରେ ଯେକୌଣସି ଉତ୍ତମ ବିଷୟ ବାସ କରେ ନାହିଁ, ଏହା ମୁଁ ଜାଣେ। ଯେଣେ ମୁଁ ଇଚ୍ଛା କରିପାରୁଅଛି, କିନ୍ତୁ ଯାହା ଉତ୍ତମ ତାହା କରିବା ନିମନ୍ତେ ମୋର ସାମର୍ଥ୍ୟ ନାହିଁ। ତ ମୂଳ କଥା କଣ? ମୋ ଠାରେ କୌଣସି ଉତ୍ତମତା ନାହିଁ। ଉତ୍ତମ କିଏ? ଆମେ ଗାଉଛୁ, କେଡେ ଉତ୍ତମ କିଏ? ମୋ ପ୍ରିୟତମ।
मोर प्रियतम केड़े उत्तम अटन से भलो अटन से गुड गॉड से दयालु प्रभु से प्रेमिक प्रभु से करुणामय प्रभु तांकर असीम अनुग्रह रे मु कोन हिची रक्षा प्राप्त होइची मोटे किछि भलो विषय नाही एटा मोर गर्व करबार कारण अछि कि एबे कोन कोन कला लोक स्वभाव तो आमे सब कला आमे कला लोक जदि फाउंडेशन और मेकअप लगाई के गोरा ही जाइछु गर्व करबार कारण कोन घरे आसी पति देले तो जो कला को सेई कला आमे से फाउंडेशन और से मेकअप रो दया द्वारा टिके भलो देखा जाउतलु गत काली आज आपन को मुंह को देखो तो जो मुंह को सेई मुंह बेले बेले कहूछु ये टिके गोरा अछि तो यार टिके बड़ो भाव यार बहुत फुटाणी देखाउछि जेतले तार मुहरे टिके पिंपल्स बाहरी पड़बा की खुशी हैला आको हैला आ से बाहरी बने ए कोला लोक को जहा बाहर भी से आराम रे गुरुत्व ताके नि फरक पड़बने त कोने भी तो नहीं हो किते गोरा लोक को बहुत मेंटेन करबा बे आमो ठारे कोन सुत्तम विषय नहीं इवन काली की हमें पतित होई गले मध्य कि हमको कहीं कि हमर स्वभाव से किंतु हमें पतित जति न हो सेते कोन करबा अछि से मूल को धरि कि रहबा अछि डालो डालो गुडा को कोन करबा अछि मूल को धरि आपण जते जिसु को सहित लागि कि रहिबे आपण सेते सक्रिय हेबे सेते बलिष्ठ हेबे एटी गर्व करिवार कोनोसी कारण है कान कोनोसी कारण रोमियो तारो 11 पर्व 25 पद कारण हे भाई माने तुम्हे माने जेपरि आपण आपण को बुद्धिमान बोली मने न कर एथि निमंते तुम्हे माने जे एही निगूढ़ तत्व संबंध रे अज्ञ रुह यह मोर इच्छा नुहे अर्थात जे पर्यंत विजाति माने पूर्ण संख्या रे प्रवेश करिनाहंती से पर्यंत इस्राएल अंशक्रमे कठिन होई अछि इस्राएल काहे कठिन होई छी विजातीय माने जंती पूर्ण संख्या आसन सेते प्रभु ताकू हमर लेखा अछि हे भाई माने तुमे माने जेपरि अपना अपना को बुद्धिमान बोली मने न करो ता माने कोन हमर बुद्धि मध्य लिमिट आमे हमर लिमिटेड बुद्धि राका बुझ हमर बुद्धि सीमित बुद्धि गर्व करबार कोन अछि मत थोड़े जने पचार आज्ञा ए पिज्जा केमती बनाती ताकू भलो कर देखली कहली पिज्जा केमती बनाती मते पचार पिज्जा केमती खांती सेटा म आपन को कहि केमती बनाती मोर ज्ञान नहीं से केमती आज्ञा एटा केमती बनाती खांती हमर नॉलेज लिमिटेड हमर लिमिटेड नॉलेज रे हमें बंचु वाक्य भी लिमिटेड जानिछु प्रभु को भी लिमिटेड आके जानिछु अनलिमिटेड किछि नै हमर सब लिमिट भितर आके रहै बेले बेले लोक माने मते समालोचना करंती खुशी जे कोन करबा हमर लिमिट आके सती आपण मन को ज्ञान मोर टिक अधिक होई पारे मोर टिक कम होई पारे तो समालोचना करले मते दुख लागे ना अरे मोर तो लिमिट आके सती लिमिट आके सती थोड़े गोटे गाड़ी हमको काटी के पळैला स्पीड रे मुझे ड्राइवर को कहली भाई ठीक काटी के जाओ न कहला ना कि हमर लिमिट आके सत के हमरो से गाड़ी सहित हमें इनोवा सहित हमर गाड़ी ए करियो तो उड़ी के जीव से ताको काटे बोले ना कि हमर लिमिट अछि ए लिमिट रो अधिक जाई होबो ठीक सेमिति हमें भी लिमिटेड है प्रभु का अनलिमिटेड से अनलिमिटेड प्रभु हमको कोन करिसंती तांकस्त जड़ित करिवारु आमे अनलिमिटेड बोली भाबी माने हमरो ज्ञान कम अछि किंतु प्रभुकर बुद्धि असीम तांकर ज्ञान अपार ज्ञान अटे सेही प्रभु तांको सहित हमको मिलित करैथिबारु तांको नामर धन्यवाद गोटे पद पढ़िबा रोमियो 12 पर्व तारो 3 पद कारण मते प्रदत्त अनुग्रह द्वारा मु तुमମାନଙ୍କ ମଧ୍ୟରେ ଥିବା प्रत्येक जन को कहूअछि आपण विषय जेपरि मने करिबा उचित ताहाठारु आपणाकु अधिक बड़ मने न कर
କିନ୍ତୁ ଈଶ୍ୱର ଯାହାକୁ ଯେ ପରିମାଣରେ ବିଶ୍ୱାସ ବିତରଣ କରିଅଛନ୍ତି ସେହି ଅନୁସାରେ ପ୍ରତ୍ୟେକ ଜଣ ସୁବୋଧର ପରି ଆପଣା ବିଷୟରେ ମନେ କର। କଣ ଲେଖା ଅଛି? କାରଣ ମତେ ପ୍ରଦତ୍ତ ଅନୁଗ୍ରହ ଦ୍ୱାରା ମୁଁ ତୁମମାନଙ୍କ ମଧ୍ୟରେ ଥିବା ପ୍ରତ୍ୟେକ ଲୋକକୁ କହୁଅଛି, ଆପଣା ଆପଣା ବିଷୟରେ ଯେପରି ମନେ କରିବା ଉଚିତ ତାଠାରୁ ଅଧିକ ମନେ କର। ଆମେ ବେଳେ ବେଳେ ଗୀତ ବୋଲୁଥିବୁ, ଭାବୁଥିବୁ ମୁଁ ତା ଭଳିଆ ଗାଉଛି ବୋଲି, ଆମର ଫିଲିଙ୍ଗସ ପଳେଇ ଆସୁଥିବ। ଦେଖିଥିବ କେତେ ଜଣକୁ ମାଇକ୍ରୋଫୋନ ଧରିକି ଏତେ ଫିଲିଙ୍ଗସ ଗାଉଥିବ, ଭାବୁଥିବ ମୁଁ ତା ଭଳିଆ ଗାଉଛି ବୋଲି। ତା ଭଳିଆ ନାହିଁ, ଖାଲି ଫିଲିଙ୍ଗସ ଗାଉଛି। ଯେ ଶୁଣୁଥିବ ସିଏ ଜାଣୁଥିବ ଇଏ କଣ ବୋଲୁଛି ବୋଲି। ନା ତାଳ ନା କିଛି। ଦେଖନ୍ତୁ ଅନେକ ଭଲ ଭଲ ସିଙ୍ଗର ଅଛନ୍ତି, ସେମାନଙ୍କ ଗୀତ ବୋଲିବା ସମୟରେ ଆମେ କଣ ତାଙ୍କ ଭଳିଆ ହେଇଛୁ? ଆଗ ପ୍ରଭୁଙ୍କୁ ନ ଜାଣିବା ସମୟରେ ସିନେମା ଗୀତ ବି ବୋଲୁଛୁ, ସତ ନା ନାଇଁ? କିଏ ମୁକେଶ ଗାଉଥିଲା, କିଏ ରଫିର ଗାଉଥିଲା, କି ଲତା ମଙ୍ଗେଶକର ଗାଉଥିଲା, ଗାଇକି ପୁରା ଏମିତି କେତେ ବେତାଳ କେତେ ବେସୁର ହେଲେ ବି ଆମେ ଭାବୁଥିଲୁ ମୁଁ ତା ଭଳିଆ ଗାଉଛି। ବାହାରେ ଥିବା ଲୋକ କଣ କଥା, ଲାଜ ଲାଗୁନି, ଚିଲଉଛି ସେଠି କଣ ଗୋଟେ ବୋବଉଛି ବୋଲା ଭଳିଆ। କାରଣ ଆମେ ନିଜକୁ ଯେତିକି ଭାବିବା କଥା ସେତିକି ଏକା ଭାବିବାର ଅଛି। ଆମର ଗର୍ବର କାରଣ କଣ? ଆମେ ଯାହା ବି ହେଇଛୁ ଆମେ ପ୍ରଡକ୍ଟ ଅଫ ଗଡ। ଆମେ ନିଜ ଠାରୁ କିଛି ପ୍ରଡକ୍ଟ କରିନୁ, ଆମେ କେବଳ ପ୍ରଭୁଙ୍କର ଦୟା ଅନୁଗ୍ରହରେ ଆମେ କିଛି ଗୋଟେ ପାଇଛୁ। ଏଇଥିପାଇଁ କିଛି ଗର୍ବ କରିବାର ନାହିଁ। ଯାହା ପାଇଛୁ, ଭଲ ଘର ପାଇଛୁ, ପ୍ରେଜ ଦ ଲର୍ଡ। ଗାଡି ପାଇଛୁ, ପ୍ରେଜ ଦ ଲର୍ଡ। ପ୍ରଭୁ ଏକା ଦେଇଛନ୍ତି, ଜୀବନ ବି ପ୍ରଭୁ ଦେଇଛନ୍ତି, ସୁରକ୍ଷା ବି ପ୍ରଭୁ ଦେଇଛନ୍ତି, ଅନୁଗ୍ରହ ବି ପ୍ରଭୁ ଦେଇଛନ୍ତି। ଆମ ନିଜ ଠାରୁ କଣ ହେଇଛି? ସେ ଭୋଗ ପାଇଁ ଦିଅନ୍ତି, କିନ୍ତୁ ୟା ଠାରୁ ଉତ୍ତମ ବିଶ୍ୱାସ ଆମ ପାଇଁ ସାଇତି ରଖିଛନ୍ତି। ଆମର ଦୃଷ୍ଟି ସେଇଠି ରହିବା ଦରକାର। ପ୍ରଭୁ ଆଜି ଆମମାନଙ୍କୁ ଅନୁଗ୍ରହ କରନ୍ତୁ, ଆମେ ନିଜକୁ ଯେତିକି ଭାବିବା କଥା ତାଠୁ ଅଧିକ ଭାବିବା ନାହିଁ ବୋଲି କହୁଛନ୍ତି। ତାହେଲେ ଆପଣା ଆପଣାକୁ ଅଧିକ ବଡ ମନେ ନ କର, କିନ୍ତୁ ଈଶ୍ୱର ଯାହାକୁ ଯେ ପରିମାଣରେ ବିଶ୍ୱାସ ବିତରଣ କରିଅଛନ୍ତି ସେଇ ଅନୁସାରେ ପ୍ରତ୍ୟେକ ଜଣ ସୁବୋଧର ପରି, ନିର୍ବୋଧ ପରି ନୁହଁ, ସୁବୋଧର ପରି ଆପଣା ବିଷୟରେ ମନେ କର। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଏଇଟା ମୁଁ କାହିଁକି କହିଲି, ଆମର ଗର୍ବର ଯେପରି ନିରାକରଣ ହେଇପାରେ। ଆମେ ଅନେକ ଥର ଗୁଡେ ବିଷୟ ନେଇ ଗର୍ବ କରୁ, ଆମର ଆତ୍ମିକ ଜୀବନକୁ ନେଇ ଗର୍ବ କରୁ, ଅନ୍ୟ ସହିତ ତୁଳନା କରୁ, ଆଉ ଆମେ ଭାବୁ ଯେ କଣ ମୁଁ ତା ଠାରୁ ବେଟର, ମୁଁ ତା ଠାରୁ ଭଲ ଅଛି, ମୁଁ ତା ଠାରୁ ବହୁତ। ମତେ ଥରେ ଜଣେ କହିଲେ, ଆଜ୍ଞା ଆପଣ ଏତେ କେମିତି ପ୍ରଚାର କରିପାରୁଛନ୍ତି? ମୁଁ ତାକୁ ଗୋଟେ କଥା କହିଲି, ଆଜ୍ଞା ଏତେ ପ୍ରଚାର କଲା ପରେ ମୁଁ ଜାଣୁଛି ମୋର ଜ୍ଞାନ କେତେ ଲିମିଟେଡ, ମୋର ନଲେଜ କେତେ ଲିମିଟେଡ। ମାନେ ଯଦି ପ୍ରଭୁ ମତେ ଆହୁରି 100 ବର୍ଷ ବି ବଞ୍ଚାଇକି ରଖିବେ, 100 ବର୍ଷ ମତେ ଡେଇଲି ପ୍ରଚାର କଲେ ମଧ୍ୟ ବାଇବଲର ଅଳ୍ପ ଅଂଶ ମଧ୍ୟ ମୁଁ ବୁଝିପାରିବିନି। ଏତେ ବିଶାଳ ସାଗର ମଧ୍ୟରେ ଆମେ ବାଇବଲ ଲଭର୍ସ ଟ୍ୟୁଟୋରିଆଲରେ ଅଳ୍ପ ଟିକେ ଆଲୋଚନା କରୁ। ଆଜି ଆମେ ରୋମିଓ 11 ଅଧ୍ୟାୟ ଷ୍ଟଡି କରୁଥିଲୁ, ଆପଣମାନଙ୍କୁ ମନେ ଅଛି କି ନାହିଁ? ଏଇଟା ମୁଁ ଆପଣମାନଙ୍କୁ ଏଇଥିପାଇଁ କହିଲି ଯେ ଆମେ ନୂଆ ବର୍ଷରେ ଚେଷ୍ଟା କରିବା ସେମିତି ନୂତନ ନିୟମର ପ୍ରତିଟି ଅଧ୍ୟାୟକୁ ଆମେ ଗୋଟି ଗୋଟି କରି, ଏଇଟା ତାର ଝଲକଟା ମୁଁ ଆପଣମାନଙ୍କୁ ଦଉଛି। ଆମେ ନୂଆ ବର୍ଷରେ ଯଦି ପ୍ରଭୁ ଅନୁଗ୍ରହ କରନ୍ତି, ଆମେ ନୂତନ ନିୟମର ପ୍ରତିଟି ଅଧ୍ୟାୟ, ଗୋଟେ ଗୋଟେ ପୁସ୍ତକର ଗୋଟେ ଗୋଟେ ଅଧ୍ୟାୟକୁ ଆମେ ଷ୍ଟଡି କରିବା, ଯେମିତି ବର୍ଷ ଶେଷରେ ଆମର ନୂତନ ନିୟମକୁ ପୁରା ବୁଝିବା ପାଇଁ ସକ୍ଷମ ହେଇଯିବ। ଏବେ ପର୍ଯ୍ୟନ୍ତ ବାଇବଲ ଲଭର୍ସ ଟ୍ୟୁଟୋରିଆଲ କିଛି ହୋମୱାର୍କ ଦେଇନାହିଁ। ନୂଆ ବର୍ଷର ହୋମୱାର୍କ ଦିଆଯିବ ଗୋଟେ ଗୋଟେ, ଯେ ଆପଣ ରାତିରେ ସେ ଅଧ୍ୟାୟ ପଢିବେ ଆଉ ସକାଳେ ଆସିକି ବସିବେ। ନୂଆ ବର୍ଷ ହୁଏତ ଛାଡ ହେଇପାରେ, କିନ୍ତୁ 2 ତାରିଖରୁ ଆମମାନଙ୍କର ଷ୍ଟାର୍ଟ ହବ। ଯଦି ପ୍ରଭୁ ଅନୁଗ୍ରହ କରନ୍ତି ତାହେଲେ ଆମେ ନୂତନ ନିୟମର ପୁରା ଷ୍ଟଡି, ମାନେ ଚାପ୍ଟର ବାଇ ଚାପ୍ଟର, ବୁକ୍ ବାଇ ବୁକ୍ ନୁହଁ। ଆମେ ଆରମ୍ଭ କରିବା ସମୟରେ ବୁକ୍ ବାଇ ବୁକ୍ କରିଥିଲୁ, ଷ୍ଟଡି ନୁହଁ, ଗୋଟେ ସାରାଂଶ ଆମେ ଦେଖିଥିଲୁ। କିନ୍ତୁ ଏବେ ଆମେ କଣ କରିବା, ନୂତନ ନିୟମର ହୃଦୟରେ ଗୋଟେ ଚାଳନା ଆସୁଛି। କେମିତି ହବ ମୁଁ ଜାଣି ନାହିଁ, ମତେ ବି ପ୍ରସ୍ତୁତିର ଆବଶ୍ୟକ ଅଛି। ମୁଁ ସର୍ବଜ୍ଞ ନୁହେଁ, ନିଜେ ଯେତିକି ମନେ କରିବା କଥା ସେତିକି ଆଗ ମନେ କରିବାର ଅଛି। ମୋର ଲିମିଟେଡ ନଲେଜରେ ଅନଲିମିଟେଡ ଗଡଙ୍କ ବିଷୟରେ ଟିକେ କହିବା, ଲିମିଟେଡ, ସବୁ ଲିମିଟେଡ। ତ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ପ୍ରଭୁ ଯଦି ଦୟା କରନ୍ତି, ଆମେ ନୂତନ ବର୍ଷରେ ଆମେ ନୂତନ ନିୟମକୁ ସାରିବା। 2024ରେ ଆମେ ସାରିବା ପାଇଁ ଚେଷ୍ଟା କରିବା। ପ୍ରଭୁ ଅନୁଗ୍ରହ କଲେ ତାପରେ ପୁରାତନ ନିୟମକୁ ଆମେ ଜମ୍ପ କରିବା। ଯଦି ପ୍ରଭୁଙ୍କର ଅନୁଗ୍ରହ ଥାଏ, ଆମମାନଙ୍କର ସମସ୍ତଙ୍କର ସ୍ୱାସ୍ଥ୍ୟ ଭଲ ଥାଏ, ଆମମାନେ ଯଦି ଏମିତି ସୁଯୋଗ ପୁଣି ଥରେ ପାଉଥିବା, ତାହେଲେ ଆମେ ଆଗକୁ ବଢିବା। ଆଜି କେମିତି ଲାଗିଲା?
आपण माने निजे देखिबे जे केते सुंदर भाबरे आपण जानि भी पारले नै जे हम रोमियो 11 पर्व मध्य स्टडी कर दैछि। रोमियो 11 पर्व कोन कहूछि हम गर्वर कारण कोन कोन पय हमें गर्व करू कोटा हम द्वारा हिछि हम माने परित्राण पाइछु अन्य जने फेलियर हेबा द्वारा ईश्वर को उत्तमता द्वारा हमें उद्धार प्राप्त हिछु विश्वास द्वारा सेटा मध्य प्रभु एका दैछन आम ठारे कौन उत्तम विषय बास करे नै आमर नॉलेज मध्य लिमिटेड नॉलेज रे हमें जाउछु से प्रभु आपण मान को प्रत्येक अनुग्रह करंतु जत आमे जने व्यक्ति को देखुछु ता प्रति आमे दया दृष्टि से देखिबा कारण मु भी दिने से प्रकार थिली आ प्रभुकर अनुग्रह रे मु रक्षा प्राप्त होई पाछि। प्रभु आपण मान को आशीर्वाद करंतु आसंतु प्रार्थना करिबा। पिता परमेश्वर मैं आपण को धन्यवाद दउछु जे आपण मान को वाक्य द्वारा कथा हिछन प्रभु आम आत्मिक जीवन में आम बेले बेले गुड़े विषय को नहीं दर्प करि थाओ गर्व करि थाओ अन्य ठार निजको श्रेष्ठ मन करि थाओ किंतु प्रभु आम ठारे कौन से उत्तम विषय बास करे नाही आम जहाँ भी हिचु प्रभु आपण को पाइबा द्वारा हिचु आपण सहित मिलित हेबा द्वारा प्रभु सेठु टिके रस नहीं कि आम डाल गुड़िक टिके सतेज हिचु वन्यजीत वृक्ष गुड़िक आमे कलमी करा जाइछ प्रभु आम ठार कौन से स्वाभाविक भल गुण नथिला किंतु मनोनीत लोक माने अस्वीकार करबा द्वारा आपण को पुत्र जीसु अपना लोक मान को कति के आसिले से माने अग्राह्य करबा द्वारा जेते लोक ताको विश्वास कले से ईश्वर को संतान होबार अधिकार प्राप्त से भली भाबरे आमे रक्षा प्राप्त हिछ। धन्य प्रभु आपण को योजना धन्य प्रभु आपण पिता परमेश्वर इस समय प्रत्येक भाई भणी मान को पुणी थे आपंकर बलवंत स्तोत्र रखी प्रार्थना मोर प्राणर प्रिय जीशु नाम रे मांगिली।